ଆପଣ ଗୋଟେ ଭିଡିଓରେ ବୁଝେଇଛନ୍ତି କେମିତି ବୀର୍ଯ୍ୟ ଆଉ ରଜ ଦୁଇଟା ଯାକ ମିଶ୍ରଣ ହେଲା ପରେ ସେ ଭିତରେ ଶରୀରଟିକୁ ଗଠନ କରୁଛନ୍ତି, ମନୁଷ୍ୟ ଶରୀରଟିକୁ। ତାପରେ ଗୋଟେ ସମୟରେ ତା ଦେହରେ ଚେତନା ଜାଗ୍ରତ ହଉଛି। ମୁଁ ଖାଲି ଟିକେ ଜାଣିବାକୁ ଚାହୁଁଛି ଯେ ମନୁଷ୍ୟର ପ୍ରାରବ୍ଧଟା କେତେବେଳେ ତା ସାଙ୍ଗେ ଯୋଡି ହେଇଯାଏ? ପ୍ରାରବ୍ଧଟା ଗୋଟେ କଥା ଶୁଣ, ମଣିଷ ଯେତେବେଳେ ପ୍ରାରବ୍ଧ କେମିତି ଯାଏ ତା କଥା ମୁଁ କହୁଛି। ଯେତେବେଳେ ଆମେ ଦେହ ତ୍ୟାଗ କରନ୍ତି ବୁଝିଲେ, ସେତେବେଳେ କଣ ହୁଏ ନା ମମେଇ ବାଂଶ ଜୀବ ଲୋକେ ଜୀବ ଭୂତ ସନାତନ ମନ ଷଷ୍ଠାନ ଇନ୍ଦ୍ରିୟାଣୀ ପ୍ରକୃତି ସ୍ଥାନ କରିଛନ୍ତି। ପ୍ରକୃତି ଅର୍ଥ ଶରୀର, ଶରୀର ଠାରୁ ମନ ସହିତ ସେ 6ଟା ଇନ୍ଦ୍ରିୟ କ୍ଷମତାକୁ ସେ ନିଏ। କର୍ମ ବୀଜ ଗୋଟେ ହଉଛି ଦେଖିବା, ଶୁଣିବା, ଶୁଙ୍ଘିବା, ଚାଖିବା, ଛୁଇଁବା ଏବଂ କଳ୍ପନା କରିବା। ଏଇ 6 ପ୍ରକାରର କର୍ମ ବୀଜକୁ ସେ ନେଇକି ଯିବାରୁ ସେ କଣ ହୁଏ ନା ସୂକ୍ଷ୍ମ ଶରୀର ଧାରଣ କରିକି ଏ ଦେହ ଭିତରୁ ସେ ଛାଡେ। ବୁଝିଲ, ଯେତେବେଳେ ଏଇ କର୍ମ ବୀଜ ଗୁଡିକ ନିଏ ତା ଶରୀର ଭିତରେ, ସେଇ ସମୟରେ କଣ ହୁଏ ନା ପୂର୍ବ ଦେହର ଯୋଉ କର୍ମ ସଂସ୍କାର ସବୁ ଥିଲା ସେଗୁଡାକ ସବୁ ସେ ନେଇକି ଯାଇଥାଏ। ସେ ଯେତେବେଳେ ନେଇକି ଯାଇଥାଏ, ପୁଣି ଯେତେବେଳେ ସିଏ ଯାଇକି ଆଉ ଗୋଟେ ଦେହ ଧାରଣ କରେ, ସେ ଦେହ ଧାରଣ କଲା ପରେ ସିଏ ଯାଇକି ଯେତେବେଳେ ସେଠି ଯେତେବେଳେ ଚେତନା ଶକ୍ତି ଜାଗ୍ରତ ହୁଏ, ସେ ପୂର୍ବ ଦେହରେ ଯୋଉ ଗୁଡାକ ସବୁ ଆଣିଥାଏ ସେଇ ଗୁଡାକ ସବୁ ସେ ଜାଗାରେ କର୍ମ ବୀଜ ଉପରେ ରହିଯାଏ ଲୁକାୟିତ ହିସାବରେ। ଏବଂ ପୁଣି ଯେତେବେଳେ ଇଏ ଶରୀର ତାର ଗଠନ ହୁଏ, ଶରୀର ପୁଣି ଯେତେବେଳେ କ୍ରିୟା ଚାଲେ ଚେତନା ପରେ, ସେଇ ସମୟରେ କଣ ସେଇ ସଂସ୍କାର ଗୁଡିକ ସବୁ କ୍ରିୟାଶୀଳ ହୁଏ ତା ଦେହରେ। ତାମାନେ ସେ ଯୋଉ ତାମାନେ ମାତୃ ଗର୍ଭରେ ଯୋଉ ସମୟରେ ଚେତନାଟି ଜାଗ୍ରତ ହଉଛି ସେଇ ସମୟରେ ହିଁ ଇଏ ପ୍ରବେଶ କରୁଛନ୍ତି। ହଁ, ସେଇ ସମୟରେ ସେ ରହିଛି ସଂସ୍କାର ରୂପରେ। ମୁଁ ଗୋଟେ ତମକୁ ଗୋଟେ ଛୋଟ ଉଦାହରଣ ଦଉଛି ବୁଝ। ମନେ କରାଯାଉ ଗୋଟେ ମୁଗ ମଞ୍ଜି, ମୁଗ ମଞ୍ଜିଟା ହଉଛି ନିଷ୍କ୍ରିୟ ହେଲା। ତାକୁ ଯେତେବେଳେ ଆମେ ଭୂମିରେ ପକେଇଦବା, ଯେତେବେଳେ ଅଙ୍କୁରୋଦ୍ଗମ ହବ, ବୁଝିଲେ କି, ସେ ଅଙ୍କୁରୋଦ୍ଗମ ହେଲା ବେଳେ ସେଠି ମୁଗ ଗଛ ହିଁ ହବ, ସେଥିରେ ଆମ୍ବ ଗଛ ହବ ନାହିଁ। କାହିଁକି ମୁଗ ଗଛ ହବ ନା ମୁଗ ଗଛର ପ୍ରକୃତି ଗୁଡିକ ତାଠି ହିଁ ଅଛି ମଞ୍ଜିରେ, ହେଲା କି। ଠିକ ସେଇଭଳି ଆମର ଯେତେବେଳେ ଦେହଟାକୁ ଛାଡନ୍ତି ସୂକ୍ଷ୍ମ ଶରୀର ଯାଏ, ସେଟା ଗୋଟେ ବୀଜ ସଦୃଶ, ଗୋଟେ ଲାଇଟ ଜ୍ୟୋତି ସଦୃଶ। ତା ଦେହରେ କଣ ହୁଏ ନା ଏ ପୂର୍ବ ଜନ୍ମର ଏ ସଂସ୍କାର ଗୁଡିକ ଏ ବୀଜ ସ୍ୱରୂପ ଯାଏ, ବୁଝିଲେ କି। ତେଣୁ ଯୋଉ ଭଳି ପ୍ରକାର ସେ ସଂସ୍କାର ତାର ଥାଏ, ସେ ସେଇଭଳି ପ୍ରକାରର ତା ଦେହରେ ଉଙ୍କି ମାରିକି ହୁଏ। ମନେ କରାଯାଉ ମୁଁ ମୋ ଜୀବନ ସାରା ମୁଁ ଗୋଟେ ଚୋରଟେ ହେଇଛି ହେଲା। ତେଣୁ ଏଇ ଯୋଉ ଚୋରି କର୍ମର ସଂସ୍କାରଟା ମୋଠି ରହିଯାଇଛି। ମୁଁ ଯେତେବେଳେ ପୁନଶ୍ଚ ମାତୃଗର୍ଭରେ ଜନ୍ମଗ୍ରହଣ କରିବି, ସେଇ ଚୋରି ବିଷୟକ କଳ୍ପନା ବା ପ୍ରକୃତି ମୋଠି ଅଟୋମେଟିକ ଜାଗ୍ରତ ହବ। ଆଚ୍ଛା, ତାମାନେ ଆମେ ଏଇଆ ବୁଝିପାରିବା କି ଯେ ସେଇ ଯୋଉ ମଞ୍ଜିରେ ବୀଜ ସ୍ୱରୂପ ରହୁଛି, ତାମାନେ ପିତା ମାତାଙ୍କର ସେଇ ରଜ ବୀର୍ଯ୍ୟରେ ହିଁ ସେ ନିହିତ ହେଇକି ରହୁଛି। ହଁ, ରଜ ବୀର୍ଯ୍ୟ ହଉଛି କଣ, ସେଟା ହଉଛି ଗୋଟେ ସ୍ୱତନ୍ତ୍ର ସ୍ଥୂଳ ପଦାର୍ଥ। କିନ୍ତୁ ତାଠେଇ ଯୋଉ ଚେତନ ଶକ୍ତିଟା ଜାଗ୍ରତ ହଉଛି, ସେଇ ଚେତନ ଶକ୍ତିଟା ପୂର୍ବ ଦେହର ଚେତନ ଶକ୍ତି। ହଁ, ବୁଝିଲେ ନା। ସେଟା ଆମର ଶ୍ରୀ ଦୟାନନ୍ଦ ପରମଦେବ କହିଲେ, ଦେଖ ସେ ବ୍ରହ୍ମ ଜ୍ୟୋତି ରୂପ ଧରି ପୁରୁଷରେ ତ ଆଶ୍ରା କରି ନିଶ୍ଚଳ ହୋଇ ନର ହୋଇ କମଳ ଶସ୍ତ୍ର ଦଳେ ଯାଇ। ତା ବିଜ୍ଞାନଟା ମୁଁ ତମକୁ କହୁଛି। ତେଣୁ ଯେ ଆମର ବିଜ୍ଞାନ କହୁଛି ଗୋଟିଏ ସ୍ଥାନରେ ଏକ ସମୟରେ ଏକାଧିକ ପଦାର୍ଥ ଆମେ ରଖିପାରିବା ନାହିଁ। ଗୋଟିଏ ସ୍ଥାନରେ ଏକ ସମୟରେ ଏକାଧିକ ପଦାର୍ଥ କେମିତି ରହିବ? କିନ୍ତୁ ସେଇ ବିଜ୍ଞାନ କହୁଛି ଗୋଟିଏ ବିନ୍ଦୁରେ ଏକ ସମୟରେ ଏକାଧିକ ଶକ୍ତି ରହିପାରିବେ। ତେଣୁ ଆମର ଯୋଉ ସହସ୍ର ଦଳ କମଳ ଯୋଉ ରହିଲେ ଦୁକୁଦୁକି, ସେଠି ସେ ମାନେ କେତେ ଯେ ଆତ୍ମା ସେ ଆସିକି ସେ ଜାଗାରେ ରହନ୍ତି ଶକ୍ତି ରୂପରେ, ସେ କେବଳ ଶରୀର ଧାରଣ କରିବା ପାଇଁ। ବୁଝିଲ, ସେଇ ତାରି ଭିତରୁ ଯୋଉ ଆତ୍ମାଟି ବଳବାନ ହୁଏ, ସେଇ ଆତ୍ମାଟି କଣ ହୁଏ ନା ଜନ୍ମ ଗ୍ରହଣ କରେ। କେମିତି ବୁଝିପାରିଲେ? ସେଇ ଯୋଉ ଆତ୍ମାଟି କେମିତି ଜନ୍ମ ଗ୍ରହଣ କରେ ଶୁଣ, ମୁଁ ବୁଝେଇ ଦଉଛି। ଯେ ପ୍ରଥମେ ସିଏ କଣ କରେ ନା, ଯେତେବେଳେ ପିତାମାତାଙ୍କର ସଂଯୋଗ ସମୟରେ ହେଲା,
ସିଏ ସହସ୍ରାର ଚକ୍ରରୁ ସେ ଆତ୍ମଶକ୍ତି ଖସିକି ଆସିକି ପହଞ୍ଚେ କୋଉଠି ନା ତ୍ରିକୁଟରେ, ଲଲାଟରେ। ଆଚ୍ଛା ଲଲାଟ ମାନେ ଯୋଉ ଆମର ଲଘୁ ମସ୍ତିଷ୍କ ରହିଛି ଆଜ୍ଞା ଚକ୍ର, ସେଇଠିକି ସେ ଯୋଉ ସ୍ନାୟୁ ଅଛି ଆମର ଯୋଉ ଦୁକୁଦୁକି ଠାରୁ ତମେ ମସ୍ତିଷ୍କ ପଛପଟେ ଖପୁରି ତଳେ ତଳେ ତ ଗୋଟେ ତାର ୱାରିଂ ହେଲା ଭଳିଆ ସିଏ କଣ କଲେ ନା ଆସିକିରି ଆମ ଲଘୁ ମସ୍ତିଷ୍କ ପଛପଟରେ ସେଇଠି ଆସିକି ସିଏ ରହିଛି, ପହଞ୍ଚେ ତରଙ୍ଗାୟିତ ହେଇକି। ପହଞ୍ଚି ସାରିଲା ପରେ ସେଠି ଆମର ଆମର ପଞ୍ଚସଖା ବିଜ୍ଞାନୀ ମାନେ କହନ୍ତି ସେଠି ଆଜ୍ଞା ଚକ୍ର ରହିଛନ୍ତି କିଏ ସେ ନା ନିରାକାର ଯୋଗମାୟା। ହେଲା, ନିରାକାର ଯୋଗମାୟାଙ୍କ ସହିତ ସେ ମିଶିକି ତାଙ୍କ ଠାରୁ ପୁଣି ତାକୁ ଭେଦ କରିକି ଯାଇକି ସେ ପୁଣି ବିଶୁଦ୍ଧ ଚକ୍ର କଣ୍ଠ ମାନେ ମେରୁଦଣ୍ଡ ଉପରେ ଯୋଉ ବିଶୁଦ୍ଧ ଚକ୍ର ରହିଲା ବିଶୁଦ୍ଧ ପଦ୍ମ, ତା ପାଖରେ ରହିଛନ୍ତି କି ନା ଈଶ୍ୱର ପାର୍ବତୀ। ସେଠି ସେ ତାକୁ ଭେଟ କରେ। ପୁଣି ସେଠୁ ମେରୁଦଣ୍ଡ ଭିତରେ ପ୍ରବେଶ କରିକି ଯାଇକିରି ଆମର ଅନାହତ ପଦ୍ମ ରହିଛି, ସେଠି ରହିଛନ୍ତି ଲକ୍ଷ୍ମୀ ନାରାୟଣ, ତାଙ୍କୁ ସେ ଭେଟ କରେ। ଅନାହତ ପଦ୍ମ ତଳକୁ, ମାନେ ଏଟା କ୍ଷଣିକ ଭିତରେ ଏସବୁ କଥା ହୁଏ। ସେ ପୁଣି ସେଠୁ ତଳକୁ ଖସେ, ଆମର ତା ତଳକୁ ରହିଛି ମଣିପୁର ପଦ୍ମ ନାଭି ସିଧାରେ, ସେଠି ସେ ବ୍ରହ୍ମା ସାବିତ୍ରୀଙ୍କୁ ଭେଟ କରେ। ତା ତଳକୁ ଯାଇ ରହିଛନ୍ତି ରତି କନ୍ଦର୍ପ, ତାଙ୍କୁ ସିଏ ଭେଟ କରେ। ତା ତଳକୁ ରହିଛି ଗଣେଶ ବକ୍ରତୁଣ୍ଡୀ, ଗଣେଶ ବକ୍ରତୁଣ୍ଡୀ କି ଭେଟ କରିକିରି ସିଏ କଣ କରେ ନା ମେରୁଦଣ୍ଡରୁ ବାହାରି ଆସିକିରି ସେ ସିଧାସଳଖ ଆସିକିରି ପହଞ୍ଚେ କୋଉଠି ନା ଆମର ଶୁକ୍ରାଶୟକୁ ଯାଏ। ଶୁକ୍ରାଶୟକୁ ଗଲେ ଶୁକ୍ର କୀଟ ହଉଛି ଗୋଟେ ନିର୍ଜୀବ ପଦାର୍ଥ ନା, ଗଛ ଭଳିଆ ନିର୍ଜୀବ ପଦାର୍ଥ। ସେ ଶୁକ୍ର କୀଟରେ ସେ ଚେତନ ଶକ୍ତିଟି ଯାଇକି ରହିଯାଏ। ରହିଥିଲା ପରେ ସେ ଶୁକ୍ର କୀଟଟା ଯେତେବେଳେ ମାତୃ ଗର୍ଭକୁ ଯାଇକି ରଜ ସାଙ୍ଗରେ ମିଶେ, ରଜ ବୀର୍ଯ୍ୟ ମିଶିକି ସେଠି ଗୋଟେ ମାନେ ସ୍ୱଚ୍ଛ ଜଳ ଫୋଟକା ସେ ଧାରଣ କରନ୍ତି ପ୍ରଥମ ଦିନ। ସେଇ ଯୋଉ ଜଳ ଫୋଟକା ଧାରଣ କରିସାରିଲା ପରେ ତାପରେ ସେଇଠୁ 5 ଦିନ ପରେ ବରକୋଳି ଆକାର ଧାରଣ ହୁଏ। ମୁଁ ସେଟାକୁ ବୁଝେଇଛନ୍ତି ଆପଣ। ବହୁତ କଥା ଅଛି, କିନ୍ତୁ ହେଇସାରିଲା ପରେ ଯେତେବେଳେ 7 ମାସ ହୁଏ ସେତେବେଳେ କଣ ନା ଯେତେବେଳେ ଶରୀର ଧାରଣ ହୁଏ, ସେ ଶରୀର ଭିତରେ ସେ ଶରୀରଟା 2 ଭାଗ ହୁଏ ବିସର୍ଗ ଭଳିଆ। ଗୋଟିଏ ଭାଗ ହଉଛି ମସ୍ତିଷ୍କ, ଗୋଟେ ଭାଗ ହଉଛି ଶରୀର। ମସ୍ତିଷ୍କ ଭିତରେ କଣ ହୁଏ ନା ସେଇଠି ପ୍ରଥମେ ଦୁକୁଦୁକି ସୃଷ୍ଟି ହୁଏ। ତେଣୁ ସେଇ ଯୋଉ ଦୁକୁଦୁକି ଶୂନ୍ୟ ଗୋଟେ ତିଆରି ହୁଏ, ସେଇ ଶୂନ୍ୟରେ ସେଇଟା ସେ ଚିତ୍ ଶକ୍ତିଟା ରହିଯାଏ ଯାଇକି ହେଲା, ରହିକିରି ଆମ ଟୋଟାଲ ଶରୀର ଯନ୍ତ୍ରଟାକୁ ସେ ଚାଳନ କରେ। କଣ ବୁଝିପାରିଲେ ନା? ତେଣୁ ତାପରେ ଆସିକିରି ଆମର କଣ ହୁଏ ନା ଆମର ଯୋଉ ଶରୀର ଗଠନ ହୁଏ, ପୂର୍ଣ୍ଣାଙ୍ଗ ହେଇଯାଏ। ଶରୀର ଯେତେବେଳେ ଗଠନ ହେଇକି ପୂର୍ଣ୍ଣାଙ୍ଗ ହୁଏ, ଶିଶୁଟି ଭ୍ରୂଣଟି କଣ କରେ ନା ସେତେବେଳେ ତ ତାର ଫୁସଫୁସ ନାହିଁ, ନିଶ୍ୱାସ ନେଇପାରେ ନା। ତେଣୁ କଣ କରେ ନା ସିଏ ମା ଯୋଉ ଖାଦ୍ୟ ଖାଏ ସେଇ ଖାଦ୍ୟକୁ ସିଏ ନାଭି ନାଡରେ ସେ କଣ କରେ ନା ଗ୍ରହଣ କରେ, ନାଭି ବାଟ ଗ୍ରହଣ କରିକି ସେ ବଢେ। ଯଦି ବଢି ବଢି ଯେତେବେଳେ ତାର ଶରୀର ପୂର୍ଣ୍ଣାଙ୍ଗ ହେଇଯାଏ, ଫୁସଫୁସ ତିଆରି ହେଇଯାଏ, ଫୁସଫୁସ ଯେତେବେଳେ ତିଆରି ହୁଏ ଫୁସଫୁସର ଆକର୍ଷଣ ବିକର୍ଷଣ ପ୍ରାଣକୁ ଆକର୍ଷଣ କରିବ। ସେଇ ସମୟରେ କଣ ହୁଏ ନା ସିଏ ଆସିକି ଆମ ମାନେ ମାତୃଗର୍ଭରୁ ବାହାରି ଆସେ। ମାତୃଗର୍ଭରୁ ଯେତେବେଳେ ବାହାରି ଆସି ଭୂମିରେ ପଡେ, ସେତେବେଳେ କଣ ନା ତାର ଶ୍ୱାସ ପ୍ରଶ୍ୱାସ ଚାଲେ। ଶ୍ୱାସ ପ୍ରଶ୍ୱାସ ଯେତେବେଳେ ଚାଲେ ସେ ସେତେବେଳେ ଜୀବନ୍ତ ହେଇ ଉଠେ। ଆଉ ତାପରେ ତ ସେ ଯୋଉ ମାତୃଗର୍ଭରେ ଯୋଉ ଗୁଡାକ ସବୁ ଦର୍ଶନ କରୁଥାଏ, ଯୋଉ ପରମ ବ୍ରହ୍ମକୁ ଯୋଉ ଦେଖୁଥାଏ, ଯୋଉ ପରମ ଯୋଉ କଥାବାର୍ତ୍ତା ହଉଥାଏ, ସେଗୁଡାକ ସବୁ ସେ ତଳେ ଭୂମିରେ ପଡେ, ସିଏ କଣ କରେ ନା ସେଗୁଡାକ ସବୁ ଭୁଲିଯାଏ। ସେଇଥିପାଇଁ ମୁଁ ଗୋଟେ ଭଜନ ଲେଖିଛି, ପଦେ କହୁଛି ସେଥିରୁ। ଧରଣୀରେ ପଡି କୁଆଁରା ବେଲୋ, ଧୀରେ ଧୀରେ ମାୟା ଖେଳ ଘରର ଚେଲୋ, ସାଗର ମଧ୍ୟକୁ ଠେଲି ଦେଲୁ ନାବ, ସାଗର ମଧ୍ୟକୁ ଠେଲି ଦେଲୁ ନାବ, ଛାଡି ଗଲୁ ତାର କୋଳରେ, କୁମ୍ଭୀରକୁ କଲୁ କୋଳରେ, ନିଶା ଖାଇ ହେଲୁ ଭୋଳ, ଏତ କରମର ଫଳରେ, ସଂସାର ବୃକ୍ଷର ମୂଳ, ମାନବୀ ସମ୍ଭର ବୋଲରେ, ଭଜ ସେହି ଆଦି ମୂଳ। କଣ ବୁଝିପାରୁଛ ନା? ଆଜ୍ଞା ଭଗବାନ ସେ ମାନେ ସମସ୍ତଙ୍କୁ ଭେଟିଲା, ଯେମିତି ଭୂମିରେ ପଡିଛି ସବୁ ତକ ଭୁଲିଗଲା। ଯେତେବେଳେ ଭୁଲିଗଲା, ସେଇଠି ବହୁବାର ମୁଁ ବି ଅନ୍ୟ ଏପିସୋଡ ମାନଙ୍କରେ ଛାଡିଛି ଯେ ସଦ୍ଗୁରୁ କଣ କରନ୍ତି ନା ଆସିକି ଯୋଉ ଡାକରା ଦିଅନ୍ତି,
ସେଇ ଡାକରାରେ କଣ ହୁଏ ନା ତାର ଚେତନା ଫେରେ। କେମିତି ଚେତନା ଫେରେ ନା ସମସ୍ତଙ୍କର ଚେତନା ଫେରେ ନା। ସେଠି ଚେତନା ହଉଛି ନା 3 ପ୍ରକାରର ଗୁଣର ମନୁଷ୍ୟ ଅଛନ୍ତି। ଗୋଟେ ସତ୍ୱ ଗୁଣୀ, ଗୋଟେ ରଜ ଗୁଣୀ, ଗୋଟେ ହଉଛି ତମ ଗୁଣୀ। ବୁଝିଲେ କି? ତେଣୁ କଣ ହୁଏ ନା ସତ୍ୱ ଗୁଣୀ କ୍ଷଣେ ଶୁଣିବା ମାତ୍ର କେ ହୃଦୟ ଧାରଣେ କ୍ଷମ, ତମ ଗୁଣୀ ଚିର କାଳ ଶୁଣି ଶୁଣି ବୁଝି ନ ପାରେ ତା ମର୍ମ। ତମ ଗୁଣୀ ବ୍ୟକ୍ତି ସିଏ କଣ କରିବ ନା ସିଏ ଯେତେବେଳେ ଶୁଣିବ ନା ହଁ ସେ ବିଶମ୍ବର ବାବା ଆସିଥିଲେ, ହଁ ଭଲ କଥା କଣ କହୁଥିଲେ, କାନରେ ବାଜୁଥିଲା, ହଁ ଭଲ କହୁଥିଲେ, ଲୋକ କହୁଥିଲେ ସେ ଭଲ, ଇଏ ହେଲେ ତମ ଗୁଣୀ ଲୋକ। କିନ୍ତୁ ସତ୍ୱଗୁଣୀ ଲୋକ ଯେତେବେଳେ ଶୁଣିବ, ଆରେ ବାବା କଣ ଏ ସୁନ୍ଦର କଥା କହୁଛନ୍ତି, ଏ ବାବାଙ୍କ ପାଖକୁ ଯିବା, ବାବାଙ୍କ ପାଖରୁ ତତ୍ଵ ଉପଦେଶ ନବା, ଆକୁ ଜାଣିବା। ତେଣୁ ଯୋଉ ଏପିସୋଡରେ ଛଡା ହଉଛି ସେଇ ଏପିସୋଡରେ ସମସ୍ତେ ଶୁଣୁଛନ୍ତି ଯେ ତା ଭିତରୁ ସେଠି ତମରି ଭଳି ଯିଏ ସବୁ ହେଇଥିବେ ସତ୍ୱଗୁଣୀ ଲୋକ, ସିଏ କଣ କରିବେ ନା କାନ ଡେରିକି ଶୁଣିବେ, ଅନୁସନ୍ଧାନ କରିବେ, କର୍ମ କରିବା ପାଇଁ ଜାଗ୍ରତ ହେବେ। ଆମର ଦରକାର ସେଇ ସତ୍ୱଗୁଣୀ ଲୋକ। ଭଗବାନ କି ସୁନ୍ଦର ଜିନିଷ, ମାନେ ଦେଖନ୍ତୁ କି ଅଦ୍ଭୁତ ଇଏ ଲୀଳା ଏଇଠି ବାବାରେ ବାବା। ତେଣୁ ମୁଁ ବର୍ତ୍ତମାନ ଅପେକ୍ଷା କରିଛି କଣ ଯେ ମୋର କୌଣସି କାମନା କାହା ପାଖରୁ ନାହିଁ, ମତେ କିଏ ଟଙ୍କାଟେ ଦଉ, ମୋର ସେ କାମନା ନାହିଁ। ମୋର ଖାଲି ଗୋଟିଏ କାମନା କଣ ଯେ ଏଇ ଆଧ୍ୟାତ୍ମିକ ଜ୍ଞାନକୁ ଆଗ୍ରହ କରୁଥିବା ବ୍ୟକ୍ତି ମୋ ପାଖକୁ ଆସନ୍ତି ମତେ ଟିକେ ଭଲ ଲାଗିବ। ନିଶ୍ଚିତ। ତମେ ଦେଖୁନା ଗୋଟେ କ୍ଲାସରେ ଯୋଉ ପିଲାଟି ଭଲ ପାଠ ପଢୁଥିବ ସାର୍ ତାକୁ ଟିକେ ବେଶୀ ଭଲ ପାଉଥିବେ, ନିଶ୍ଚିତ। ଆଉ ଯିଏ ଭଲ ନ ପଢୁଥିବ ତାକୁ ଭଲ ପାଉନଥିବେ। ଆମର ଏଠି ତା ନୁହେଁ, ଆମର ହଉଛି କଣ ନା ଯିଏ ଆଧ୍ୟାତ୍ମିକକୁ ବେଶୀ ଆଗ୍ରହ ସହକାରେ ଭଲ ପାଇକି ଆମ ପାଖକୁ ଆସିଲା, ନିଶ୍ଚିନ୍ତ ଆମର ଟିକେ ମମତା ତାଙ୍କ ପ୍ରତି ରହିବ ନା। ଆଉ ମୁଁ କହୁଛି, ମୁଁ ଜାତି ବର୍ଣ୍ଣ ନିର୍ବିଶେଷରେ ଶେଷରେ ସବୁ ସର୍ବଧର୍ମ ସମନ୍ୱୟରେ ମୁଁ କାହାକୁ ଯିଏ ଯୋଉ ଗୁରୁ କରୁ, ଯିଏ ଯୋଉ ବାଟରେ ଯାଉ, ଯାହା କରୁ, କିନ୍ତୁ ମୋ ପାଖକୁ ଆଗେଇ ଆସ, ତମେ ଯୋଉ ବାଟରେ ଯାଉଛ ମୁଁ ସେ ବାଟରେ ତମକୁ ନେଇଯିବି। ଆଉ ଯଦି ତମେ ବାଟରେ ଟିକେ ଯାଉନଥିବ ତାହେଲେ ତମକୁ ବାଟରେ ଯିବା ପାଇଁ ମୁଁ ତମକୁ ଉପଦେଶ ଦଉଛି ଯେ ତମେ ନା ସେ ବାଟଟା ଠିକ ହଉନାହିଁ, ତମେ ସଦ୍ଗୁରୁ ଧର। ଯେ ସଦ୍ଗୁରୁ ଆମ ଗୁରୁ ସଦ୍ଗୁରୁଙ୍କୁ ତମେ ଧର, ଏଇ କାମନା ବି ମୋର ନାହିଁ। ମୁଁ ମୁଁ ତମେ ଯେକୌଣସି ସଦ୍ଗୁରୁକୁ ଧରିକି ସେ ବାଟରେ ତମେ ଯାଅ, ଚାଲ। ଏଇ କଥାଟା ମୁଁ କହୁଛି ଆଉ। ଏଇ ହଉଛି କଥା। ମୁଁ ଆର ଯୋଉ ଜିନିଷଟି ପଚାରିବାକୁ ଚାହୁଁଥିଲି, ଆପଣ ଆଉ ଗୋଟେ ଜାଗାରେ ସେମିତି ବୁଝେଇଛନ୍ତି ଯେ ଆମର ଯେତେବେଳେ ଯେମିତି ସୃଷ୍ଟି ଯୋଉ ହେଇଛି, ସେ ବିଲୟଟା କେମିତି ହଉଛି ନା ପ୍ରଥମେ ପୃଥିବୀ, ସିଏ ଗଲା ଜଳରେ ମିଶିଲା, ଜଳ ବାୟୁରେ ମିଶିଲା, ବାୟୁ ତେଜରେ ମିଶିଲା, ତେଜ ଆକାଶରେ ମିଶିଲା, ଆକାଶ ଯାଇକି ଅହଙ୍କାରରେ ମିଶିଲା, ଅହଙ୍କାର ମହତତ୍ୱରେ ମିଶିଲା, ମହତତ୍ୱ ଯାଇକି ଅବ୍ୟକ୍ତ ମୂଳ ପ୍ରକୃତିରେ ମିଶିଲା। ଏମିତି ହେଇ 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 ସେ ବିଲୟ ହେରିଲା, ବ୍ରହ୍ମମଣ୍ଡଳରେ ପହଞ୍ଚିଲା। ଆଚ୍ଛା, ମୁଁ କହିବା କଥା ଏଇଟା ବ୍ରହ୍ମାଣ୍ଡରେ ଯେମିତି ହଉଛି, କିନ୍ତୁ ପିଣ୍ଡର ଯୋଉ ପ୍ରଳୟଟା ତ ସେମିତି ହଉନି, ସେଠି ତ ମିଶାମିଶି ନ ହେଇକି। ନା ସେଇଆ ହଉଛି, ସେଇଆ ଠିକ ହଉଛି। ଏଇ ଦେଖ ମୁଁ ବୁଝେଇ ଦଉଛି ଯେ ତମର ଯେ ପୃଥ୍ୱୀ ତତ୍ତ୍ୱ ରହିଲେ ଆଧାର ଚକ୍ରରେ, ଜଳ ତତ୍ତ୍ୱ ରହିଲେ ଲିଙ୍ଗ ଚକ୍ରରେ, ତେଜ ତତ୍ତ୍ୱ ରହିଲେ ନାଭି ଚକ୍ରରେ, ବାୟୁ ତତ୍ତ୍ୱ ରହିଲେ ଅନାହତ ଚକ୍ରରେ, ଆମର କଣ୍ଠ ଚକ୍ରରେ ରହିଲେ ଆକାଶ ତତ୍ତ୍ୱ, ଲଳନା ଚକ୍ର ରହିଲେ ଅହଙ୍କାର ତତ୍ତ୍ୱ, ତ୍ରିକୁଟରେ ରହିଲେ ମହତତ୍ତ୍ୱ, ତ୍ରିକୁଟ ଉପରକୁ ପଳେଇ ଯାଆନ୍ତୁ ଯେ ସହସ୍ରାର ତଳୁକୁ ରହିଲେ ଅବ୍ୟକ୍ତ ପ୍ରକୃତି, ସହସ୍ରାର ରହିଲେ ପରମ ବ୍ରହ୍ମ। ବୁଝିପାରିଲେ ନା? ତେଣୁ ପୃଥିବୀ ଜଳରେ ମିଶିଲା ଅର୍ଥାତ ଆଧାର ଚକ୍ରରୁ ଆସିକିରି ଲିଙ୍ଗ ଚକ୍ରରେ ପହଞ୍ଚିଲା ପ୍ରାଣ। ଜଳ ତେଜରେ ମିଶିଲା ଅର୍ଥାତ ଲିଙ୍ଗ ଚକ୍ରରୁ ପ୍ରାଣ ଯାଇକି ନାଭି ଚକ୍ରରେ ପହଞ୍ଚିଲା। ତେଜ ବାୟୁରେ ମିଶିଲା ଅର୍ଥାତ ନାଭି ଚକ୍ରରୁ ପ୍ରାଣ ଯାଇକି ଆମର ମିଶିଲା ଅନାହତ ଚକ୍ରରେ। ବାୟୁ ଆକାଶରେ ମିଶିଲା, ଅନାହତ ଚକ୍ରରୁ ଯାଇ ବିଶୁଦ୍ଧ ଚକ୍ରରେ ପ୍ରାଣ ରହିଲା। ଆକାଶ ଅହଂ ତତ୍ତ୍ୱ ରହିଲା ଅର୍ଥାତ କଣ୍ଠ ଚକ୍ରରୁ ଯାଇକି ଲଳନା ଚକ୍ରରେ ପହଞ୍ଚିଲା। ଆଚ୍ଛା, ପୁଣି ଅହଙ୍କାର ମହତତ୍ୱରେ ମିଶିଲା, ମହତତ୍ୱ ରହିଲା କୁ ତ୍ରିକୁଟ ବା ତା ଉପରକୁ ଚିଦାକାଶରେ ସେ ରହିଲା ମହତତ୍ୱ। ତେଣୁ ସେଠି ଯାଇ ମିଶିଗଲା। ପୁଣି ଚିଦାକାଶରୁ ପୁଣି ସେଇଠୁ କଣ ନା ଯାଇକି ପହଞ୍ଚିଲା କୋଉଠି ନା ସହସ୍ରାର ତଳୁକୁ, ଯୋଉଟା ଅବ୍ୟକ୍ତ ପ୍ରକୃତି, ଯାହାକୁ ଆମର ଯୋଉ ପଞ୍ଚସଖା ସାଧକ ମାନେ କୁହନ୍ତି ଯେ କଳ୍ପନା। ତାକୁ କଳ୍ପନା ପ୍ରେମ ଭାବରେ ବୁଲିଲା, ନାନାଦି କଥା ସବୁ ଶାସ୍ତ୍ରକାର କହିଛନ୍ତି। ତେଣୁ ଯେ ଯୋଉଠି ନିଃଶବ୍ଦ ବ୍ରହ୍ମ,
जोटाकू आम कहते कल्पना हूँ प्रकृति ता उपरकू रहिले निशब्द ब्रह्म निशब्द ब्रह्म रहिले दुखु दुखी रे बुझिपारा जेमिति जेमिति आमर ब्रह्मांड रे होउची ठीक सेमिति पिंड रे मध्य होउची ताहले आमर सेठी प्राणटा से भितरे अच्छा आमर जेतले आमे छाडुचे जीवटी छाडुची देह छाडुची ठीक एमती ही इति जाय जे किंतु सब सब लोकंकर एक कथा हुए नाही ना सब लोक कौन हुए ना सी आ सहस्रार पाखक न जाइकिरी आमर जो सातटा द्वार रही कर्ण दुई चक्षु दुई नास दुई मुख एक ये सप्त द्वार भितर जेकोसी गोटे द्वार रे से कौन करते ना बहिर्गत होगी पलाए प्राण जाइकिरी से कौन पुणी पुनश्च जन्म ग्रहण करे आ जदि से सहस्रार चक्र को जाई पारे से तो अपुरा गमन से फेरी आसी हबनी कौन बुझे ना जो जा बारे आउ कई फेरिकी आसती नाही तो धाम परम मम सी हूँ मोर परम धाम जो जगह लोक फेरिकी आसती नाही सेटा हूँ मोर परम धाम ये हूँ कथा जमी मु प्रथम बुझेली सृष्टि समय जमी आमर सहस्रार आसिक त्रिकुटर पहुंचले त्रिकुटर विशुद्ध चक्र हे आधार चक्र को आसिले समय प्रलय समय से आधार चक्र हे आ कौन अच्छी पिंड रे जा ब्रह्मांड रे से ये हूँ विश्व रहस्य यही विश्व रहस्य को मु विज्ञान भाषा प्रमाण करने बर्तमान नागेले आसिक 3 वर्ष को जाई सारे आरु 6-7 वर्ष कि 8 वर्ष लगे मुझे करी ता ना हूँ निरपेक्ष तत्व बहिना मुझे बहीटा को लिखुची बर्तमान मुझे पाटे कहीदेली एत सहजरे किंतु ताको विज्ञान प्रमाण नदेले आजिकल लोक बुझीपारे आगे मु बाहर मतरे विश्व प्रलय लिखिमी तापर से विश्व सृष्टि लिखिमी सब विज्ञान कथा गुड़ा सब लिखि साइला परे तापर से मु माने पिंड कथाटा लिखिमी आउ निरपेक्ष तत्व बही खंडे लिखिमी जोटा कि मो पूर्व कौन महापुरुष लिखि ना सब लिखि महापुरुष से कथा सब लिखिं किंतु मु जो बाटर सजेक लिखिमी सेमती सजेक किए लिखिना हाँ कहीं जो बाटे आमे माने मनीष वर्तमान में बुझी पारिबो सेही बाटे आपण बुझौजंदी तापर आउ गोटे कथा जो प्रश्न पचार मु जो बुझेली तमे निश्चिंत क्लियर है कि बुझी पारथिबो पूरा पूरा किंतु आमे जदि भागवत गीता पढ़िबा ए कथाटा को एमिति बुझी ना धरि होबनी बास सेही होची कथा काहे ना मु ताको गाई रु क्षीर दुई ताको कटा दे की दही करी ताको बुले की लोहड़ी बाहर करी ताको पुणी जारण करी घियो करी तम मानक पाखरे दउची बुझले ना तेणु तेणु सहजरे बुझी होची आ कोन मु भारतीय सरदर्शन पढ़ी मु वेद वेदांत मध्य नजर पकईची उपनिषद नजर पड़ी गीता भागवत नजर पड़ी एसबू कथा पढ़ा द्वारा मु अवश्य पंडित नुहे से सब श्लोक फ्लोक गुड़ाक मोर मन ना किंतु तार रसटा को रखी कहीं कारण कौन ना आमे होचु परमहंस मार्गी ना तेणु तार गोटे बाया गीता लिखाई हंस जेने क्षीर पियई नीर करी बाहार अप्रकृत छाड़ी प्रकृत सदा संग्रह कर गोटे कथा होची सुन जे तमे हंस पक्षी देखिछ ना अच्छा से क्षीर क्षीर रु किमिति पानी टाकू छाणी की खाई दिए क्षीर टाकू जानिछ कि किमिति खाई कोन कि पाटरे कोन चापी देई कि केमिति करूची आश्चर्य कथा नाही तार विज्ञान टा सुनो प्रत्येक हंस पक्षीर थंटरे से गोटे एसिड था बुझल सेटा प्रकृति ताकू तैयारी करची सी जेते क्षीर धीरे थंटा को मारी दिए सी कौन करना छेना छिड़ी जाए जेते छेना छिड़ी जाए सी चक कर छेना खाई दे क्षीर तार छाड़ पकई दिए कौन अच्छी पानी रहीगला अवधूत कर माने से सबू शास्त्र को पढ़ती पढ़ी सारिकी ता भीतर जी सारांश ग्रहण कर असार गुड़ा सब फोपाड़ी कौन श्लोक मु मन रखे ना कि कौन पाठ को घोषिकी मन रखे ना कि से पांडित्य ज्ञान मु रखे ना मु कौन करे ना से श्लोकर प्रकृत अर्थटा कौन घिनी आनी मन भर मोर गवेषणा करे कथा विश्वम्बर बाबा कथा हूँ चीनी कंढे तमें जो देखियो से तुमको मिठा
ଆଜ୍ଞା ହଉ ହଉ ହଉ, କେତେବେଳେ ଆସିକି ଆଜ୍ଞା। ସେଠି କଥା ହଁ ହବା। ରହୁଛି।